ଓହୋ ରେ ବାବା ମଣିଷ ବଞ୍ଚିଗଲା। ଦେବର୍ଷି ନାରଦ ଏସବୁ କ'ଣ କହିଗଲେ? ମୋ ମୁଣ୍ଡକୁ କିଛି ବୁଦ୍ଧି ବାଟ ଦେଖାଯାଉନି। ସତେ ସତେ ସେ କ'ଣ ବିନୋଦାର ପୁତ୍ର ଗରୁଡ଼ ଜନ୍ମ ହବ ଆଉ ଆମ ନାଗବଂଶକୁ ତଡ଼ି ତଡ଼ି ଖାଇବ? ରେ ବାପାରେ ଶଳା ମୋ ଜୀବନକୁ ଭାରି ଲୋଭ। ନାଇଁ କ'ଣ ଗୋଟେ ବାଟ ବାହାର କରିବାକୁ ପଡ଼ିବ। ନାଇଁ ଶଳା କୋଉ ଗାତ ଦେଖିକି ପଶିଯିବି, ତା ନହେଲେ ସିଏ ଦେଖିଲେ କ'ଣ ମୋତେ ଏତେ ସହଜକେ ଛାଡ଼ିବ? ନାଇଁ ରେ ବାପା, ଆରେ ଯିବି କ'ଣ? ନାଇଁ ଶଳା ଯିବି କୁଆଡ଼େ? ଯୁଆଡ଼େ ଯିବି ଶୁକୁରିଟାକୁ ମୋର ସାଙ୍ଗରେ ନେଇଯିବି। ଶଳା ମୁଁ ଗଲେ ମୋ ଜୀବନ ତା ବ୍ୟତୀତ ଅଧୁରା ହେଇ ରହିଯିବ। ନାଇଁ ଯାଉଛି, ଯିବି ସେଇ ଶୁକୁରି ପାଖକୁ, ଦେଖିବି ସେଇ ଶୁକୁରି କ'ଣ କରୁଛି। ତାକୁ ପଟେଇ ମଟେଇ ଯେକୌଣସି ମତେ ହାସଲ କରିକି ଚାଲିଯିବି ଅନେକ ମୂଳକୁ। ଆଉ ସେଇ ଗରୁଡ଼ ମୋତେ ଦେଖିପାରିବନି। ନାଇଁ ଅପେକ୍ଷା କାହିଁକି, ଅତି ଶୀଘ୍ର ଚାଲିଯିବା, ଦେଖିବା କ'ଣ। ହେ ଶଳା ଏ ମନ ଭାବୁଥାଇ ଯାହା କାଳେ ପ୍ରାପ୍ତ ହୁଏ ତାହା। ଏଇ ଆଡ଼କୁ ଆସୁଛି ସେଇ ଶୁକୁରି। ସେ ଆସିବା ପୂର୍ବରୁ ଯାଉଛି ଏକ ବାବାଜୀ ରୂପ ଧାରଣ କରିନେବି। ହଁ ବାବାଜୀ ରୂପ ଧାରଣ କରିନେବି। କୁଆଡ଼େ ଗଲା? এইবার ଆଉ ଶୁକୁରି ମୋତେ ଚିହ୍ନି ପାରିବନି। ଯାଉଛି ଏଇଠି ବସିବି ଯୋଗ ଧ୍ୟାନରେ, ନିଶ୍ଚୟ ଏଇପଟେ ଆସିବ ସେଇ ଶୁକୁରି। ଆଉ ଆସିଲେ କଳେ ବଳେ କୌଶଳେ ଯେକୌଣସି ମୋତେ ହାସଲ କରିଦେବି। ଆଉ ଅପେକ୍ଷା କାହିଁକି, ତାହେଲେ ବସିବି ଯୋଗ ଧ୍ୟାନରେ। ମା ନାଇଁ ଆଉ ଏ ରାଜପୁରୀ ମଧ୍ୟରେ ରହିହବନି। କାହିଁକି ରହିବି? କିଏ କେତେ କଥା ଦେଖି ହସୁଛନ୍ତି, କିଏ କେତେ କୁଆଡ଼େ ସାଥି ହୋଇ ବସୁଛନ୍ତି, ହେଲେ ମୋ ଭାଗ୍ୟରେ କିଛି ନାହିଁ। ମୋର ମନ ଖାଉଛି ପରିରାଇଜରୁ ରାଜକୁମାରଟିଏ ଆସନ୍ତା, ମୋ ହାତକୁ ଧରି ନିଅନ୍ତା, ମୋତେ ଟାଣି ନେଇ ରଥ ଉପରେ ବସାଇ ପରିରାଇଜକୁ ନେଇଯାଆନ୍ତା। ହେଲେ ସେ ଭାଗ୍ୟ କ'ଣ ମୋର ଆସିବ? ଆସିବ ନା? ସେ ଭାଗ୍ୟ ମୋର ନିଶ୍ଚୟ ଆସିବ। କୋଉଠି ଥୋଇବି? এইঠেই ଥୋଇଦିଅ ବାଳିକେ, এইঠেই। ମଲା ତମେ କିଏ ବା? ଓମ୍ ଫୁଟ୍ ଫାଟ୍ ଫଡ଼ଫଡ଼ାଏ ବାବା। କ'ଣ ହେଲା? ଫୁଡ୍ ଫାଡ୍ ଫଡ଼ ଫଡ଼ାଏ ବାବା। ମଲା ମୋ କାନ ଉଠିଲା ଦିନୁ ଏମିତିକା ବାବା ନା ମୁଁ ଜମା ଶୁଣିନି। ଅବଶ୍ୟ କିପରି ଶୁଣିବ? ଅନେକ ଦିନ ହେଲା ଚାଲି ଯାଇଥିଲି ଯୋଗ ଧାନ୍ୟ ମଧ୍ୟରେ, ଏବେ କିଛି ଦିନ ହେଲା ଆସିছে ଏଇ ମର୍ତ୍ତ୍ୟପୁରକୁ। କାହିଁକି ଜାଣିଛ ବାଳିକେ? କାହିଁକି? ଏଇ ମର୍ତ୍ତ୍ୟପୁରର ମାନଙ୍କୁ ଦେବି କିଛି ଗତ ଭବିଷ୍ୟତ ଇତ୍ୟାଦି। ତମେ ସତ କହୁଛ? ଗତ ଭବିଷ୍ୟତ କଥା ସବୁ ଜାଣିଛ? ଏଇଠି ଟିକେ ବାବା ଜାଣିଛ? କୁହ ବାଳି। ମୁଁ ଭାରି ଦୁଃଖିନୀ। ଆଚ୍ଛା, ନିଆଶ୍ରୀ ଝିଅଟାଏ। ସତେ ତ ମୋ ମୁହଁରୁ ଏତେ ବଡ଼ ଦୁନିଆରେ କେହି ନାହାନ୍ତି। ପୁରା ଉକୁଟିଆ କାଠ।
ବାବା ଶୁଣ ହଁ କହୁନା ମୋ କୁହ। ହସ୍ତରେଖା ଦେଖି ଟିକେ କହନ୍ତନି ଆଚ୍ଛା ମୋ ଭାଗ୍ୟରେ ସୁଖ ଅଛି ନା ଦୁଃଖ ଅଛି ଭଲ ଅଛି ନା ମନ୍ଦ ଅଛି ଅବଶ୍ୟ କହିବ ନିଶ୍ଚୟ କହିବି ବାଳିକା, ନିଶ୍ଚୟ କହିବି, କାରଣ ମୁଁ ହଉଛି ବାବା ତ୍ରିକାଳଦର୍ଶୀ। ଓମ୍ ଫୁଟ୍ ଫାଟ୍ ଫୁଟଫୁଟାୟ ନମଃ। ବାବା হ্যাঁ ହେଇ ହେଇ ଦେଖିଲ ଆସ। ମୋ ହସ୍ତରେଖା ଟିକେ ଦେଖ ମ ଆସ ବାଳିକା ଆସ। ଭାରି ପରିଷ୍କାର ହେଇଛି ଏ ବାଳିକେ। ହାତ ମାଟି କରିଦେଲ ଟି ଏଇଠି କ'ଣ ମୁସ୍କୁରିଆ ମୁସ୍କୁରିଆ ଦୁର୍ଗନ୍ଧ ଛାଡୁଛି। ବାବା ହଁ। କଣ କରିବି ହଁ। ଘରେ ମୋର କେହି ନାହାନ୍ତି ହଁ। ଗୁହାଳ ଗୋବର ପାଇଛି ଓହୋ। ଗୋବର ଲାଗି ଯାଇଛି ହେଲା ତାହେଲେ ତମେ ଜମା ଚିନ୍ତା କରନି, ମୁଁ ଅଛି, ମୁଁ ବାବା ଫୁଟଫାଡାଏ ବାବା। ଅନେକ ଲୋକଙ୍କର ଗତ ଭବିଷ୍ୟତ ମୁଁ ଏଠି କେତେ କ'ଣ କରିଦେଇଛି ନା। ଦେଖୁଛି ତମ ବାମ ଗ୍ରହରେ ଚନ୍ଦ୍ରଗ୍ରହଣ ଅଛି, ଆଉ ବାଁ ପଟେ ଶନି ରହିବାରୁ କେତୁ ତମକୁ କିଛି କରିପାରୁନି। ହେଲେ ତମେ ଚିନ୍ତା କରନି ବସିଆ, ମୁଁ ଅଛି। ଓମ୍ ଫୁଟଫାଡାଏ ବାବା ଅଛି ମାନେ ତମେ ଜମା ଚିନ୍ତା କରନି, ମୁଁ ତାକୁ ଗତି ବଦଳେଇ ଦେବି। ସତ କହୁଛ ହଁ। ମୋର କିଛି ଅସୁବିଧା ହେବନି କିଛି ହବନି, ମୁଁ ଟିକେ ନେରି ଖେଇକି ଦେଖୁଛି। ବସ୍ୟା ବାବା ତମେ ଜୀବନରେ ଅନେକ ପତି ଗ୍ରହଣ କରିସାରିଲଣି, ଏମିତିକି 170 ଜଣ, ଆହୁରି ବି ଅଛି, ସତ କହୁଛ ଆହୁରି ବି 70 75 ପାଖାପାଖି ତମେ ଆଡଜଷ୍ଟ କରିନେବ। ଏବେ ନଗଦକୁ କୋଉଟା ଅଛି ଟିକେ କହୁନ ଅଛି ଅଛି, ହେଲେ ତା ପାଇଁ ବାଟ କରିବାକୁ ପଡ଼ିବ, ଅଲଗା ବିଧିବିଧାନ ଅଛି। ଶୁଣ, ମୁଁ ହଉଛି ଓମ୍ ବାବା ଫଟଫଡାଏ ବାବା। ଓମ୍ ଫଟଫଡାଏ ନମ 5 ଥର କହିବ, ଆଉ ଆଖି ବୁଝିକି ଅନେଇଲା ପରେ ତମ ପାଖରେ ଯେଉଁ ପୁରୁଷ ଥିବ ତାକୁ ଦେବ ବରଣର ମାଳା, ଆଉ ତାକୁ ପତି ପରମେଶ୍ୱର ମାନେ କରି ତା ବାବା ହଁ କହୁନା କୁହ। ତୁମେ ସତ କହୁଛ ମୁଁ ଓମ୍ ଫଟଫଡାଏ ନମ। ଶାନ୍ତ ହୁଅ ବାବା। ନାଇଁ ମୁଁ କ'ଣ କୋଉଠୁରୁ ଆଇଛି ବୋଲି ଭାବୁଛ ନା କ'ଣ? ଏଇଠି। ହଁ ଏବେ ମନ୍ତ୍ର ଜପ କରିବି ହଁ ଶୁଣ କହିବି, ଜପ କରିବ, ତାର ଗୋଟେ ବିଧିବିଧାନ ଅଛି। କହୁନ ବାଁ ପଟକୁ ଟିକେ ଯିବ, ଡାହାଣ ପଟକୁ ଟିକେ ମୋଡ଼ି ହବ, ଅଗ୍ରମୋଡ଼ ହୋଇକି ତମେ ମନ୍ତ୍ରଟା ଜପନ କର। ହେଲା। ବାବା ତମେ ଏତେ ଅଙ୍ଗ ଭଙ୍ଗୀରେ କାହିଁ କହୁଛ ସିଧା କହୁନ ମୁଁ କୋଉଠି ଠିଆ ହେବି ବୋଲି ତମେ ଛିଡ଼ା ହ, ସିଧା ମଝିରେ ଛିଡ଼ା ହେଇ ପଡ଼, ହେଲା। ତମକୁ ଭାରି ସୁବିଧା ହବ, ଅସୁବିଧା ହବାକୁ କିଛି ମୁଁ ଦେବିନି। ମୁଁ ପରା ବାବା, ମୁଁ ସମସ୍ତଙ୍କର ମନବାଞ୍ଛା ପୂରଣ କରିବି, ତମେ ଜମା ଚିନ୍ତା କରନି। ଧ୍ୟାନ କର, ଯୋଗ ଧ୍ୟାନରେ ମଗ୍ନ ହେଇଯାଅ। ଯାଅ। ଓମ୍ ଫୁଡଫାଡ ଫଡଫଡାୟ ନମଃ। 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 पहिला देखुथिलु जे नजि उठिलु